ମାଛ ପିତ ବା ମାଛ ପଟକା କିପରି ପ୍ରସ୍ତୁତ କରିବା? ତାହେଲେ ଫ୍ରେଣ୍ଡସ୍ ଆପଣମାନେ ଭାବୁଥିବେ କି ସବୁବେଳେ ମାଛ ପିତ ବହୁତ ପିତା ଲାଗିଥାଏ, କିନ୍ତୁ ଆଦୌ ପିତା ଲାଗିବ ନାହିଁ। ଯଦି ମାଛ ପିତ ବାଛିବା ସମୟରେ ଭଲ ଭାବରେ ବାଛିବେ, ପିତ ଯେମିତି ଆଦୌ ଫାଟିବ ନାହିଁ। ଯଦି ପିତ ଫାଟିଯାଏ ତେବେ ସବୁଯାକ ପିତ ପିତା ହେଇଯିବ। ତେଣୁ ପିତ ବାଛିବା ସମୟରେ ଯେମିତିକି ସେ ପିତଟା ଭଲ ଭାବରେ କାଢ଼ି ନେବା। ଗ୍ରୀନ୍ କଲର୍ ଟାଇପ୍ର ଗୋଟେ ଫୋଟକା ଥାଏ, ତାକୁ ବାହାର କଲା ପରେ ଆଦୌ ପିତା ଲାଗିବ ନାହିଁ। ପ୍ରଥମେ ପିତକୁ ଭଲ ଭାବରେ ବାଛି ବୁଛି ଧୋଇ ଧାଇ ହଳଦୀ ଲୁଣ ଗୋଳେଇ ନେଇଥିଲି। କଢ଼େଇରେ ଆଦୌ ତେଲ ନ ଦେଇ ଏହାକୁ ଭଲ ଭାବରେ ଭାଜି ନେଇଛି। ଟିକେ ଭଲସେ ଭାଜି ହେଲା ପରେ ପିଆଜ, ଅଦା ରସୁଣର ଛେଚା ଆଉ କଞ୍ଚା ଲଙ୍କା ପକାଇ ଏହାକୁ ଭଲ ଭାବରେ ଭାଜି ନେବା। କିଛି ଜିରା ଧନିଆ ଗୁଣ୍ଡ, ଫିସ୍ ମସଲା ବା ଗରମ ମସଲା ପକାଇଦେବା। ଏହାକୁ ଭଲ ଭାବରେ ଭାଜି ନେବା। ତାହେଲେ ଫ୍ରେଣ୍ଡସ୍ ଦେଖନ୍ତୁ, ଏଥର ଆମର ପ୍ରସ୍ତୁତ ହୋଇଯାଇଛି ମାଛ ଫୋଟକା ବା ମାଛ ପିତ ଭଜା। ତାହେଲେ ଫ୍ରେଣ୍ଡସ୍ ଆପଣମାନଙ୍କୁ ଏହି ମାଛ ପିତ ବା ମାଛ ଫୋଟକା ଭଜା କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବେ କମେଣ୍ଟ କରନ୍ତୁ। ଆଉ ବାଛିଲା ବେଳେ ମନେ ରଖିବେ କି ମାଛ ପିତକୁ ଭଲ ଭାବରେ ବାଛିବା ସମୟରେ ପିତକୁ ଭଲ ଭାବରେ କାଢ଼ିବେ, ନହେଲେ ଯଦି ପିତ ଫାଟିଯାଏ ମାଛ ପିତ ସବୁବେଳ ପାଇଁ ପିତା ଲାଗିବ। ତାହେଲେ ଫ୍ରେଣ୍ଡସ୍ ଆପଣମାନଙ୍କୁ ପିତା ଭଜା କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ କମେଣ୍ଟ କରନ୍ତୁ।